ମିଳିବ ସୁଭଦ୍ରା ଟଙ୍କା, କହିଦେଲେ ସରକାର। ସାମ୍ନାକୁ ଆସିଲା ରିଜେକ୍ସନ ଲିଷ୍ଟ। ସୁଭଦ୍ରା ଯୋଜନା ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସମସ୍ୟା ରହିଛି ସେମାନଙ୍କର ଲିଷ୍ଟ ଜାରି କରିଛନ୍ତି ରାଜ୍ୟ ସରକାର। କାହାର କେଉଁ ସମସ୍ୟା ରହିଛି ସେନେଇ ଏକ ଜରିଆରେ ସବିଶେଷ ବିବରଣୀ ଦିଆଯାଇଛି। ଯେଉଁମାନେ ସୁଭଦ୍ରା ଟଙ୍କା ନ ଆସିବାକୁ ନେଇ ଚିନ୍ତାରେ ରହିଛନ୍ତି ସେମାନେ ଏହି ତଥ୍ୟ ଜରିଆରେ ତ୍ରୁଟିକୁ ସୁଧାରି ପାରିବେ। ପ୍ରଥମେ ସୁଭଦ୍ରା ଯୋଜନା ପୋର୍ଟାଲକୁ ଯାଆନ୍ତୁ। ଏହାପରେ ତଳକୁ ସ୍କ୍ରୋଲ କରି ବ୍ୟାଙ୍କ ଆକାଉଣ୍ଟ ସଚଳ କିମ୍ବା ଅପଡେଟ୍ ଆବଶ୍ୟକ ତାଲିକାକୁ କ୍ଲିକ କରନ୍ତୁ। ଏହାପରେ ରିଜେକ୍ଟ ତାଲିକା ଆସିବ। ଏହି ଲିଷ୍ଟ ଦେଖିବା ପାଇଁ 3ଗୋଟି ବିବରଣୀ ଦେବାକୁ ହେବ। ଜିଲ୍ଲା, ବ୍ଲକ ଏବଂ ୱାର୍ଡ ଫିଲଅପ କରିବାକୁ ହେବ। ଏହାପରେ ଏଣ୍ଟର ଅପସନ କ୍ଲିକ କରିବା ପରେ ଏନପିସିଆଇ ବିଫଳତା ତାଲିକା ଆସିବ। ଏକ ପିଡିଏଫ ଫାଇଲ ଆସିଲେ ପ୍ରଥମେ ତାହାକୁ ଡାଉନଲୋଡ କରନ୍ତୁ। ଏହି ଫାଇଲରେ ଗ୍ରାମ, ଆପ୍ଲିକେସନ ଆଇଡି, ନାମ, ସ୍ୱାମୀ କିମ୍ବା ବାପାଙ୍କ ନାମ ଏବଂ ଏନପିସିଆଇ ଷ୍ଟାଟସ ଦେଖାଯିବ। କେଉଁ କାରଣ ପାଇଁ ରିଜେକ୍ଟ ହୋଇଛି ତାହା ମଧ୍ୟ ଏନସିପିଆଇ ଷ୍ଟାଟସରେ ଉଲ୍ଲେଖ କରାଯାଇଛି। ଏବେ ଅଧିକାଂଶ ମହିଳାଙ୍କର ଆଧାରରେ ସମସ୍ୟା ଦେଖାଯାଇଛି। ତେବେ ରିଜେକ୍ଟ ତାଲିକା ଜିଲ୍ଲାପାଳଙ୍କ ଜରିଆରେ ବ୍ଲକକୁ ପଠାଯାଇଛି। ଆଧାର କାର୍ଡ, ବ୍ୟାଙ୍କ ତ୍ରୁଟି ସଂଶୋଧନ କଲେ 3 ପର୍ଯ୍ୟାୟ ଟଙ୍କା ମିଳିବ। ଯଦି ସଂଶୋଧନ କରିବାରେ ବିଳମ୍ବ ହୁଏ ତେବେ 4ର୍ଥ ପର୍ଯ୍ୟାୟରେ ମଧ୍ୟ ଆକାଉଣ୍ଟକୁ ଟଙ୍କା ଦିଆଯିବ। ଜଣେ ବି ଯୋଗ୍ୟ ହିତାକାରୀ ଏହି ସୁବିଧାରୁ ବଞ୍ଚିତ ହେବେ ନାହିଁ। ଆସନ୍ତା 24 ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପର୍ଯ୍ୟାୟ ଟଙ୍କା ଯୋଗ୍ୟ ହିତାକାରୀଙ୍କ ଖାତାକୁ ତୃତୀୟ ଆସିବ। ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, 20 ଲକ୍ଷରୁ ଅଧିକ ହିତାକାରୀ ଏହାଦ୍ୱାରା ଉପକୃତ ହେବେ। ସୁନ୍ଦରଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ 3 ପର୍ଯ୍ୟାୟ ଟଙ୍କା ଦିଆଯିବ। ଏ ପର୍ଯ୍ୟନ୍ତ ଏହି ଯୋଜନାରେ ସାମିଲ ହେବାକୁ 1,20,00,000ରୁ ଅଧିକ ମହିଳା ହିତାକାରୀ ପଞ୍ଜୀକରଣ କରିସାରିଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ସୁଭଦ୍ରା ଯୋଜନାରେ 1,00,00,000ରୁ ଅଧିକ ହିତାକାରୀଙ୍କୁ ପଞ୍ଜୀକୃତ କରିବା ଏକ ବଡ଼ ଉପଲବ୍ଧି ହେବ ବୋଲି ପ୍ରଭାତୀ କହିଛନ୍ତି। ସୁଭଦ୍ରା ଯୋଜନା ସମ୍ବନ୍ଧୀୟ ସମସ୍ତ ଖବର ପାଇଁ ପ୍ରସ୍ତୁତ ଅଫିସିଆଲ ୱେବସାଇଟ କିମ୍ବା ଅଫିସିଆଲ ସୋସିଆଲ ମିଡିଆକୁ ଅନୁସରଣ କରନ୍ତୁ କିମ୍ବା ଟୋଲ ଫ୍ରି ନମ୍ବର 14,678କୁ କଲ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ସୂଚନା ଦେଇଛନ୍ତି।